ନମସ୍କାର ଫ୍ରେଣ୍ଡ, ଜୟ ଜଗନ୍ନାଥ। ଆଜି ଆପଣମାନଙ୍କୁ କହିବି ମୋର ଆଜି ସକାଳୁ ମୁଁ କଣ କରୁଛି। ଦେଖନ୍ତୁ, ଏବେ ମୁଁ ପୁରା ଶୀତ ଯୋଗୁ ବୋଲି ଆଜି କାମ ପୁରା ମୋର କେମିତି ବନ୍ଦ ରହୁଛି। ତ ବର୍ତ୍ତମାନ ମୁଁ ମେସିନ୍ ଚଲେଇବା ପାଇଁ ଭାବୁଥିଲି, ତ ଏବେ ମୁଁ ଚଲେଇ ପାରିନି। ଦେଖନ୍ତୁ, କାହିଁକି ଚଲେଇ ପାରିନି ନା ଶୀତ ହଉଛି, ଟିକେ ଅଧିକ ଶୀତ। ଦେଖନ୍ତୁ, ଶୀତ ପୁରା ଏବେ ପୁରା ମୋର ମେସିନ୍ ବନ୍ଦ ରହିଛି। ତ ଚଲବା ଆଉ ଟିକେ ପରେ ଚଲବା, ଏହାକୁ ଟିକେ ସଫା କରିଦେଉଛି। ସଫା କରିଦେବା, ସଫା କରିଦେବି, ତାପରେ ଯାଇକି ମେସିନ୍ ଚଲେଇବି ପରେ। ଆଉ ଶୀତ ପାଇଁ ବୋଲି ସବୁଠୁ ବେଶୀ ଇଏ ହେଉଛି। କାଲି ମେସିନ୍ ଚାଲିଥିଲା, ତ ଆଉ ଆଜି ମୁଁ ଚଲେଇନି। ଏବେ ଚଲେଇନି, ସକାଳ ହେଇଯିବ ନା 9ଟା ହେଲା ନା, ତ ଚଲେଇନି ମୁଁ। ତାକୁ ଟିକେ ସଫାସଫି କରିଦେବି। ଆଉ କାଠି କାଲି କଲର ହେଇଥିବ କରିଦେଇଛି କାଠି। ଦେଖନ୍ତୁ, ଏତିକ ଆଜି ସାରିବାକୁ ପଡ଼ିବ। ଏ 2 କିଲୋ ରହିଛି, ମାନେ ଗୋଟେ ବେଣ୍ଡିଲରେ 2 କିଲୋ ଲେଖା ଅଛି। 2, 2, 4, 5, 6, ଏଟା ବି 2 କିଲୋ, 7, 8, 9, 10, 11, 12 କିଲୋ। 12 କିଲୋ ଏତିକ କାଠି ଆଜି କରିକି ଯାହା ଗଲା ଆଉ ଯେତିକି ତିଆରି ହେଇପାରିଲା, ତ ଆଜି ସାରିବି। ତ ମେସିନ୍କୁ ଏବେ ମୁଁ ଇଏ ହେଉଛି ମିକ୍ସଚର ମେସିନ୍କୁ ମୁଁ ଏବେ ମିକ୍ସ ମେସିନ୍କୁ ଏବେ ଦେଖ କେମିତି ଅଛି। ତ ତାକୁ ଟିକେ ସଫା ଅଛି, ଇଏ ପୁରା ସଫା ବୋଲି ଯାହା ଲାଗିଛି, ଯାହା ଚଲା ହେଉଛି, ମେସିନ୍ ରହିଯାଇଛି। କାଲିର ଯେଉଁ ମସଲା ଥିଲା ଏଥିରେ ପୁରା ରହିଯାଇଛି, ଏଇଭଳିଆ ହେଇଯାଇଛି ପୁରା। ତ ଏହାକୁ ଆଜି ମସଲା କଲେ ଏ ଠିକ୍ ହେଇଯିବ। ତ ଏବେ ମୁଁ ମେସିନ୍ ପୁରା ମୋର ରେଷ୍ଟ ନେଉଛି, ପୁରା ମେସିନ୍ ପୁରା ରେଷ୍ଟ। ଆଉ ଏଇ ସେଣ୍ଟ ପ୍ୟାକେଟ୍ ଦେଖ, ଇଏ କଲରର ଷ୍ଟିକ୍ର ସେଣ୍ଟ, ମାନେ କଲର ଷ୍ଟିକ୍ ଯେଉଁ କରିଥିଲି, ତ ୟାକୁ ସେଣ୍ଟ କରାହେଇଛି, ମାନେ ପରଫ୍ୟୁମ୍ ପୁରା ଏଥିରେ ପରଫ୍ୟୁମ୍ରେ ବୁଡ଼ା ହେଇଛି। ଇଏ କଲର ଷ୍ଟିକ୍ କରିଥିଲି, ରେଡ୍ କଲର। ଦେଖନ୍ତୁ, ଏଇତିକ ଅଛି, ଏଇଠି ଅଛି, ଦେଖନ୍ତୁ। ତ ୟାର କିଲୋ ହିସାବରେ, ମାନେ ଯେଉଁ 250 ଗ୍ରାମ ଏଇଟା ପ୍ୟାକେଟ୍ କରିଥିଲି। ଦେଖନ୍ତୁ, 250 ଗ୍ରାମ ପ୍ୟାକେଟ୍ କରିଥିଲି। ତ ସବୁଠୁ ମାନେ ଇଏ ବଢ଼ିଆ ସେଣ୍ଟ ପୁରା। ଦେଖନ୍ତୁ, ଇଏ ପୁରା ବଢ଼ିଆ ସେଣ୍ଟ, ମାନେ ଭଲ ବାସ୍ନା ପୁରା ହେଉଛି। ସେଣ୍ଟ ବି ବଢ଼ିଆ ହେଉଛି। ଆଉ ୟାର ଏଇ ପ୍ୟାକେଟ୍ଟା ପଡ଼ିବ, ମାନେ ମୁଁ ବିକ୍ରି କରୁଛି, ଧର ଘରୁ ଯେଉଁମାନେ ନେଉଛନ୍ତି ତାଙ୍କଠୁ 130 ଟଙ୍କା ଗୋଟାକ ପ୍ୟାକେଟ୍। ଏଇଟା ପୁରା ବଢ଼ିଆ ସେଣ୍ଟ ବାଲା, 130। ଆଉ ଧର ଯିଏ ନେବେ ବେପାର କରିବା ପାଇଁ, ତ ତାଙ୍କ ପାଇଁ ଟିକେ ଆଉ କମ୍ ପଡ଼ିବ। ତ କ୍ୱାଣ୍ଟିଟି ନେବା ଅନୁସାରେ ରେଟ୍ ପଡ଼ିବ। ଆଉ ସେଣ୍ଟ କିନ୍ତୁ ଭଲ ପାଇବେ, ହେଇଯିବ। କାଠି ଫାଠି ରିଜେକ୍ଟ ନାହିଁ, କାଠି ବି ରିଜେକ୍ଟ ହେବନି। କାଠି ଖଣ୍ଡିଆ ପ୍ରାୟ ନାହିଁ, ପୁରା ଭଲ କାଠି। ତ ୟାକୁ ଯଦି ମାନେ ସେଣ୍ଟର ଇଏ ଝୁଣା ନାହିଁ, ଏଥିରେ ଝୁଣା ନାହିଁ, ଇଏ କେବଳ ସେଣ୍ଟ ଡିପିଂ ହେଇଛି ପୁରା। ଆଉ ମେସିନ୍ର ଆଉ ମୋର KLJ ସିଲଭାସାର DP ଅଏଲ୍, ଦେଖନ୍ତୁ ମୁଁ ଏଇଟା ହିଁ ୟୁଜ୍ କରେ, KLJର ସିଲଭାସାର। ଯାହା ବି ମୁଁ ପରଫ୍ୟୁମ୍ ଡିପିଂ କରେ, ସିଲଭାସା ପରଫ୍ୟୁମ୍। ତ ଆଉ ମେସିନ୍ ପୁଣି 10ଟା ନାହିଁ, ଯାଇକିରି 11ଟା 12ଟା ବେଳକୁ ପୁଣି ମେସିନ୍ ଷ୍ଟାର୍ଟ କରିବି। ଆଉ ବର୍ତ୍ତମାନ ଏଇନା ଏଟା କ'ଣ ସାଉଣ୍ଡ ହେଉଛି ଗୋଟେ? ଏଟା ହାଇଟ୍ ହେଇଯାଇଛି ଚେୟାରଟା। କ'ଣ ଏମିତି ଆବାଜ ଦେଉଛି ଦେଖିଆ? ଅଏଲ୍ ଟିକେ ଦେବାକୁ ପଡ଼ିବ, ଚେୟାରଟା ଏମିତି ଆବାଜ ଦେଉଛି। ତ
ଅବିକା ମୁଁ କାମ ପୁରା ବନ୍ଦ ଅଛି ମୋର। ଆଉ ଟିକେ ହେଲେ କାମ କରିବାକୁ ପଡ଼ିବ। କାଲି ଯୋଉ କରିଥିଲି ତ କାଲି କମ୍ କରିଥିଲି ଏଇ 15 କିଲୋ ଖଣ୍ଡେ କରିଥିଲି। ତ ସବୁ ଶୁକେଇ ଶୁକା ଦେଇଯାଇଛି, ସରିଗଲା, ହେଇଗଲା, ଶୁଖିଗଲା। ଆଜି ଯୋଉ କରିବି ଆଜି ର କଲାବେଳେ ଯାହାହେଲେ ଯେତିକି ହେଲା 2ଟା 3ଟାରୁ ଯାହା ବି ହେଲା ସେତିକି ତିଆରି କରୁଛି। ତ ଏବେ ଟିକେ ଖରା ଏବେ ତ ଜଷ୍ଟ ଦେଖନ୍ତୁ ଖରା ପୁରା ଏବେ ଜଷ୍ଟ ଆସୁଛି, ଆରମ୍ଭ ହେଇ ଆସୁଛି ଖରା। ତ ଆଉ ବି ଶୀତ ଦେଖନ୍ତୁ ଖରା ଏବେ ଆରମ୍ଭ ହେଇ ଆସୁଛି। ୟା ପରେ ଖାଇକି ପଖାଳ ଖାଇକିରି ତାପରେ ହେଠୁ ବନେଇବି ଆଉ ମେସିନରେ ବସିବି ଯାହା ଯେତେଟା ଟାଇମ୍ ଲାଗିଲା ତାପରେ ବନେଇବି। ଆଉ ଆଜି ଅଛି ଜଣଙ୍କର ନେଇ ଦେବାକୁ ପଡ଼ିବ ମୋତେ। ତ ତାକୁ ପାଇଁ 20-25 କିଲୋମିଟର ଖଣ୍ଡେ ନେଇଦେବାକୁ ପଡ଼ିବ, ତ ମୁଁ ନେଇଦେବି। ଆଉ ବନେଇ ସାରିଲା ପରେ ସେ ଉପର ବି ନେଇଦେବି। ତ ଏବେ ମୋର ଏବେ ବସିଛି ସବୁ ଦେଖନ୍ତୁ। ବର୍ତ୍ତମାନ କାମ ଆରମ୍ଭ ହବ, ଆଉ ଟିକେ ପରେ କାମ ଆରମ୍ଭ କରିବି ଆଉ। ଆଉ କଣ କଣ ହଉଛି ନା ଝୁଣା ଧୂପ ଖାଲି କରିବେ ଆଜି। ଆଉ ବର୍ତ୍ତମାନ ତ ବ୍ଲାକ୍ ଆଉ ବେଶୀ କରୁନି, ଖାଲି ଝୁଣା କରୁଛି। ମାନେ ଝୁଣା ଧୂପ କରୁଛି ଖାଲି। ଆଉ ବ୍ଲାକ୍ ଟିକେ କମ୍, ମାନେ ବ୍ଲାକ୍ ବି ମୁଁ ବେଶୀ ଅର୍ଡ଼ର ରଖୁନି। ମୋର ଝୁଣା ବନେଇବା ପାଇଁ ଗୋଟେ ମେସିନରେ ଖାଲି ଏଇଟା ଝୁଣା ଚାଲିଛି ମୋର। ଆଉ ଷ୍ଟିକ୍ ଦେଖନ୍ତୁ ଷ୍ଟିକ୍ ଇଏ ଅଛି ପୁରା। ଆଉ ଷ୍ଟିକ୍ ବି କଲର ସରିଛି, ଏଇତିକ ପୁରା ଆଜି ହେଇଯିବ କାମ ସବୁ। ତ ଶୀତ ଦିନିଆ ଟିକେ କାମ କରିବା ପାଇଁ ଅସୁବିଧା ହୁଏ, ମାନେ ଶୀତରେ ଟିକେ କରିବା ପାଇଁ ଅସୁବିଧା ବହୁତ। ମାନେ ସକାଳୁ କରିହବ। ଶୀତ ଦିନେ ସକାଳୁ ଯଦି ତମେ ଚାହିଁବ କରିବା ପାଇଁ କରିହବ, କଲେ ଆଉ କିଛି ଶୀତ ଲାଗିବନି। ତ ନକରିବା ପର୍ଯ୍ୟନ୍ତ ଟିକେ ଶୀତ ଲାଗୁଛି। ଆଉ ଶୀତଟା ହବ ନିହାତି, ଯଦି ଆରମ୍ଭ କରିଦେଲ ଆଉ ଶୀତ ନାହିଁ। ଯଦି କରିନ ତାହେଲେ ବହୁତ ଶୀତ ଲାଗିବ ପୁରା। ତ ସେଥିପାଇଁ ଶୀତ ଦିନିଆ ଟିକେ ଲେଟରେ କାମ କରାହେଉଛି। ତ ଆଉ ଆରମ୍ଭ କରିବା ଆଉ ଟିକେ ହେଇଯାଉ। ତ ସେଥିପାଇଁ ନେକ୍ସଟ ଭିଡ଼ିଓ ମୁଁ କରୁଛି। ତ ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖାହବ ନେକ୍ସଟ ବ୍ଲଗରେ। ରହିଲି, ଜୟ ଜଗନ୍ନାଥ।